हेलो ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ। କେନ୍ତା ଅଛନ୍ ଆପଣମାନେ? ଭାବୁଛେ ଆପଣମାନେ ଭଲରେ ଥିବେ। ଆମେ ବି ସମସ୍ତେ ଭଲରେ ଅଛୁଁ। ଦେଖୁଁ ଆଜି ଭିଡ଼ିଓ ଯାଉନ୍ ଦେଖମା, ମୁଲରୁ ଲାଷ୍ଟ ତକ୍ ଦେଖବେ। ଭଲ ଲାଗିଲେ ଟିକେ ଲାଇକ୍ କରିବେ, ନୂଆ ଅଛନ୍ ବୋଲେ ଚ୍ୟାନେଲକେ ସବସ୍କ୍ରାଇବ୍ କରିବେ। ସକାଳୁ ସକାଳୁ ଦେଖୁନ୍ ଏଇଟା ଫୁଲ, ମୋର ଫୁଲ ଗଛ କେତେ ସୁନ୍ଦର ଫୁଲ ଫୁଟିଛି। ଗୋଲାପ ଗଛ ଏଇଟା ଫୁଲ ମାନେ କମିଗଲାନ, କମ୍ ଫୁଟୁଛେ। ଆଉ ହନୁମାନ ଆସିଲେ ତ ସବୁ ଯାକ ଖାଇ ଦଉଛନ୍। ଆଉ କେନେ ରହିପାରୁଛେ କଢ଼। ଏଇଟା ସପୁରୀ ମାନେ ଏଇଟା ଆରମ୍ଭ ହେଲାନ ଫଲବା। ଏଇଟା ଉଠିକିରି ଚାହା ବନାମା। ଚା ବସାଇ ଦେଇକିରି ବାକି କାମ ମାନେ ସାଡ଼େ କରୁଥିମି। ଫୁଟିଲା ପଛେ ପିଇମି। ଏଇଟା ପାଇଛେ ବେଲ। ଦେଖୁନ୍ ପାଇଥିଲି 5ଟା ବେଲ ଯାଇଥିଲେ କାଁଡ଼େ ଯେ ଆଣିଥିଲେ। ସେଥିରୁ ଏଇଟା ଗୋଟେ କୁହିଗଲାନ ଛୋଟଟା, ଆଉ ଗୋଟେ ଏଇଟା ଅଛେ କେନ୍ତା ବାହାରବା ଯେ କି ଜାଣିଛେ। ଫଟାଲେ ଯାଇ ଜଣା ପଡ଼ବା। ଇଏ ପଲଉଛନ୍ ଡ୍ୟୁଟି ବେଲେ ଆର୍ ବେଲ ପଣା ବନେଇ ନାଇଁ ହବାର୍କେ। ଟାଇମ୍ ଉପର ବେଲା ବନାସି, ଉପର ବେଲା ବଢ଼େ ପଲେଇ ଯାଏସନ୍ ବେଲେ ଆଉ ବନେଇ ନାଇଁ ହବାର୍କେ। ଦେଖୁଁ କେନ୍ତା ହେଇଛେ ବେଲକେ ଯେ ଦେଖମା ଫେର୍। ଏଇଟା ମୋର ୱାସିଂ ମେସିନ୍ର ପାଇପ୍ଟା ଏଇନେ ଉହ୍ଲେଇ ଦେଇଛେଁ, ସେନେ ନାଇଁ ଲଗେଇ ଆଉ। ଆଗ୍କେ ଆହୁରି ବଢ଼ିଆ ବଢ଼ିଆ ଭିଡ଼ିଓ ଅଛେ। ଏଇଟା ତ ପୁରା 12-13 ଦିନ ପରେ ଭିଡ଼ିଓକେ ଛାଡ଼ିଛେଁ। ଟାଇମ୍ ନାଇଁ ହବାର୍କେ ବହୁତ କାମ ଏଇଟା ହେଇଯାଉଛେ। ବାହାର ଡ୍ୟୁଟି ପଡ଼ି ଯାଉଛେ, ଘର କାମ ବେଲାକେ ଆଉ ଟାଇମ୍ ନାଇଁ ହବା। ଏଇଟା ଶାଶୁମା ବଣ୍ଟା ବୁଣ୍ଟି ଏଇଟା କରୁଥିଲେ। ସେ ଆର ଫାଲ ତ ଆର ଫାଲ, ଆଉ ଏଇଟା ଘର ଭିତର ମୁଇଁ ବି ବନ୍ଧାବାର୍ ଲାଗି ଏଇଟା ଆସିଛେଁ। ଆଗ୍କେ ବରୁ ଭିଡ଼ିଓ ଛାଡ଼ମି, ଆଉ ବିହାଘର ଭିଡ଼ିଓ ଛାଡ଼ମି। ମୋର୍ ଚ୍ୟାନେଲରେ କଣ୍ଟିନ୍ୟୁ ଥାଉନ୍ ଯେ ଦେଖବେ। ପୁରା ବଢ଼ିଆ ବଢ଼ିଆ ଭିଡ଼ିଓ ଛାଡ଼ବାର୍ ଅଛେ। ଆଉ ସପିଂ କରି ଯିମୁ, କାଇଁଥିର୍ ଲାଗି କାଣା ସପିଂ କରିକି ଆନମୁ ବି ଆପଣମାନଙ୍କୁ ଦେଖାମି ଆସିଲେ। ନେକ୍ସଟ ଭିଡ଼ିଓରେ ସପିଂ ଭିଡ଼ିଓ ଦେଖବେ। କାଣା ସପିଂ କରି ଗଲୁ ଆମେ ଯେ ଦେଖବେ ସେଥିରେ। ଏଇଟା ଚାଏ ପୁରା ଫୁଟି କରି ସିଝି ଯିବା ବେଲେ ବଢ଼ିଆ ଲାଗ୍ସି। ସେଥିର୍ଲାଗି ସେତ୍କି ହେଲେ ଏଇଟା ବସେଇଥିଲି। ତରାରେ ତାର୍ ଚାହା ଗୁଣ୍ଡ ଯାକ ଏଇଟା ଉପରକେ ଉତରି ଲାଗି ଯାଇଛେ। ତାକେ ଏଇଟା ଦେଇ ଦଉଥିଲି ଚାଏକେ। ଦେଖୁନ୍ ଏଇଟା ପୁରା ଟେଷ୍ଟି ଚାଏ ଫୁଟିକରି ପୁରା 3 କପ୍ କ୍ଷୀର ଦେବେ ବୋଲେ 2 କପ୍ ଚାଏ ଯଦି ସେଟା ହେଲା ଫୁଟିକରି 1 କପ୍ ପୁରା ଫୁଟିଯିବା ସିଝିକରି। ତାହିରୁ ଯାଇ ଚାଏର ଟେଷ୍ଟଟା ଜଣା ପଡ଼ବା। ଆଉ ହେନ୍ତି ଯଦି ବନେଇଦେବେ ବୋଲେ କ୍ଷୀର ଲାଗ୍ସି, ଭଲ୍ ନାଇଁ ଲାଗେ। ଏଇଟା ମୁଇଁ ପୁରା ମୁଡ଼ କାନ ଭୁଡ଼କୁଣ୍ଡା ହେଇକିରି ଏଇଟା ରାମ୍ପି ରୁମ୍ପା ନାଇଁ ହେଇଥି। ଆଉ ଭାବିଲି ଆଗ ଚାଏ ଟିକେ ପିଇ ଦେସି, ତାପରେ ବାକି କାମ କରିମି ବୋଲି। ଏଇଟା ଛାଁଚୁଛେଁ ଗାଜର ବନାମି ହାଲୁଆ। କାର୍ ବରୁ ଘରକେ ଯାଇଛୁ ଆମେ। କାଇଁଥିର୍ ଲାଗି ସପିଂ କରି ଗଲୁ, କାଣା ସପିଂରୁ ଆନଲୁ, କାର ମ୍ୟାରେଜକେ ଗଲୁ, ସବୁ ଯାକ ଆପଣମାନେ ମୋର ଭିଡ଼ିଓରେ କଣ୍ଟିନ୍ୟୁ ରହିବେ। ତାପରେ ନେକ୍ସଟ ଭିଡ଼ିଓରେ ସେଟା ମାନେ ଦେଖବାକେ ପାଇବେ। ଭାବୁଛେ ସପିଂ ଭିଡ଼ିଓଟା ମଝିରେ ଛାଡ଼ିଦେମି। କାଲ୍କି କାଲ୍କି ସନ୍ଧ୍ୟାରେ ଛାଡ଼ିପାରେ ସର୍ଟ ଭିଡ଼ିଓଟେ, ସେଥିରେ ଦେଖିଦେବେ ସପିଂ ଭିଡ଼ିଓ। ଆଉ ବରୁ ଭିଡ଼ିଓଟା ଯେ ଲାଗିଯିବା 2 ଦିନ ଛାଡ଼ିଲା ବେଲ୍କେ। ବହୁତ ଡେରି ହେଇଯାଉଛି ଏଇଟା ଭିଡ଼ିଓ ଛାଡ଼ିଲା ବେଲ୍କେ। ମଝିରେ ଗୋଟେ ଯୁଡ଼େ ୟୁଟ୍ୟୁବ୍ ବାଲା କାଟିଦେଲା, ସେଟା ପଲେଇଗଲା ହେନ୍ତା, ନହେଲେ ମଝିରେ ଯାଇଥିତା। ଦେଖୁନ୍ ଏଇଟା ମୋର ଏଇଟା କରିଲି କେନ୍ତା ହେଇଛି ଦେଖୁନ୍। ଏନ୍ତା କରିକିରି କରିବେ ବୋଲେ ତାକେ ଭାଜି ଦେଇକିରି ଭଲ୍ ହେସି। ଆଉ ଯଦି ସିଝେଇ ଦେବେ ତାହାକେ ବୋଲେ ଭଲ୍ ନାଇଁ ହୁଏ। ଏଇଟା ଲିମ୍ ଫୁଲ ଭାଜିଥିଲି। ଆଉ ହେଟା କାଣା ଗୋଟେ ଶାଗ ରାନ୍ଧିଥିଲି, ମାଛ କରିଥିଲି, ରାହାଡ଼ ଡାଲି ଆଉ ଅଣ୍ଡା ବନେଇଥିଲି। ତାପରେ ଏଇଟା ନେକ୍ସଟ ଡେର ବଣ୍ଡା ବୁଣ୍ଡି କରୁଥିଲି ସକାଳୁ ଉଠିକିରି। ଶାଶୁ ମାର ଅଣ୍ଟା ଏଇଟା ଅରକି ଯାଇଛି ବୋଲେ ସେ ନାଇଁ ପାରବା, ମତେ କରବାକେ ସବୁ କାମ ପଡ଼ୁଛେ। ଗାଧିକିରି ଆସିକିରି ଏଇଟା ଖାନା ଖାଉଥିଲୁ। ସେ ଚାଏ ପରଟା ଖାଉଥିଲେ। ଆଉ ମୁଇଁ ଯେ ମିକ୍ସଚର କାଣା ହେଟା ଆଣିଥିଲି। ମିକ୍ସଚର ପରଟା ଆଣିଥିଲି, କନ୍ଦମୂଳ ସିଝେଇଥିଲି, ସେ ଖାଉଥିଲେ ଚାଏରେ। ସେ ଏନ୍ତା ଥିନା ଖାଁ ବସନ୍, ଚାଏରେ ଖାଇଦେଲେ ଜଲ୍ଦି ଫୁଲେଇ ଯିବା। ଗିଲି ଦିନି ଆର୍ ମୁଁ ଡ୍ୟୁଟି ଯିମି ବୋଲି ଚାଏରେ ଖାଇଦେସନ୍। ଦିନେ ତରକାରୀ କରିଥିମି ବୋଲେ ଖାଇସନ୍। ସକାଳ ବେଲେ ସବୁଆଡ଼ୁ କାମ ହେଇଯାଉଛି, ତରକାରୀ ସବୁଦିନ ରାନ୍ଧି ନାଇଁ ହୁଏ। ଆଉ ଏଇଟା ଆସିଥିଲେ ଆମର ଏସି ସାଜି, ପୁରା ଘର ସବୁଆଡ଼େ ଏଇଟା ପକେଇ ଦେଇଥିଲେ। ଏସି ସାଜି ଆସିଛନ୍। ଆଉ ଇଆଡ଼େ ଯେ ଲାଇନଟା ଯା ପଲେଇ ଯା 2 ଘଣ୍ଟା 3 ଘଣ୍ଟା ପୁରା ଲାଇନ୍ ପଲେଇଗଲା। ମୋର ଗଦି ଗୁଦା ଏଇଟା ଅଲଗେଇ ଦେଇଛେଁ। ସବୁ ଯାକ ଖଟ ଉପରକେ ଏନ୍ତା କରିବେ ବୋଲେ ମଇଲା ହେବା ବୋଲିକିରି
ହେଲେ ଚେୟାର ଯୋଡ଼େ ନେଲେ ପକାଲେ ଖଟକେ ଆର୍ ଚଢ଼ବେ କାଁ। ଇଟା ବାହାରେ ଯାଇକି ସେମାନେ ବସିଛନ୍ ଇଆଡ଼େ ତାକର୍ ସାମାନ ପକେଇ ଦେଇକିରି ଏଇଟା ବାହାରେ ବି ସଫା କରବାର୍ ଲାଗି ତାକେ ରଖିଦେଇଛନ୍। ଲାଇନ୍ ତାର୍ ପରେ ଆସିଲା 2 ଘଣ୍ଟା ଛାଡ଼ିକିରି ସବୁକେ ତାହିରୁ ଫିଟିଙ୍ଗ କଲେ। ଏଇଟା ଭାଜିଥିଲି ମୁନଗା ଆଉ ଚେଞ୍ଚୋ ଶାଗ ଆଉ କାଣା କାଣା ରାନ୍ଧିଥିଲି ଆଜି ଯେ ଦେଖେଇଛେ କି ନାଇଁ ଯେ କିଏ ଜାଣିଛେ। ବହୁତଟେ ଆଇଟମ୍ କାଣା କାଣା ଯେ କରିଥିଲି। ପଛେ ହେ ଏସି ବାଲେ ଯେନ୍ ସାଜୁଥିଲେ ଆର୍ ଇଟା ଅଣ୍ଡା ସିଝେଇଛେ। ଇଟା ଆଜି ଖାଇଥିଲୁ ବାସି ପଖାଲ୍, ମୁନଗା, ଚେଞ୍ଚୋ ଶାଗ, ନୂଆଉଲି, ଅଣ୍ଡା, ମାଛ ଭଜା, ସୁଖା ମାଛକେ ଭଜା କରାହେଇଛେ ଏଟା। ପୁରା ମନ୍ ଭରିଗଲା, ବଢ଼ିଆ ଟେଷ୍ଟି ଲାଗଲା ଖାଇଲୁ। ବେଲାରେ ଇଟା ମା ଝିଅ ଆମେ ଖାଇଲୁ, ସେ ଖାଇଲେ ସୁଖା ଭାତ। ତାର୍ ପରେ ଆମେ ଆସିଥିଲି ଡ୍ୟୁଟି ଆସିଥିଲି ସେନେ ଟିକେ ଇଟା ଭିଡ଼ିଓ ବନେଇଥିଲି। ଆଉ ଆଜି ଡ୍ରେସ୍ରେ ନା ଆସି ଅନଡ୍ରେସ୍ରେ ଆସିଥିଲି। ସେଥିଲାଗି ଟିକେ ଭିଡ଼ିଓ ବନେଇ ଦେସିଁ ବୋଲି ଭାବଲି। ଏଇଟା ଆମର ଗୋଟେ ପ୍ରୋଗ୍ରାମଟେ ହଉଥିଲା। ଆମ ସୋନପୁର କଲେକ୍ଟର ହେଟା ଥିଲେ, ଭାଷଣ ଦଉଥିଲେ। ଭଏସ୍ ଦେଲେ ନାଇଁ ହୁଏ, ୟୁଟ୍ୟୁବ ବାଲା କାଟି ଦେସି ବୋଲି ଭଏସ୍ ନାଇଁ ଦେଇ। ଇଟା ତାର୍ ପରେ ପରିବା ବିକି ଆଣିଥିଲା ଗାଁକେ ମୁଇଁ ଘେନଲି। ଚେଞ୍ଚୋ ଶାଗ, ନୂଆଉଲି, ପୁଟଲ, ଧନିଆ ପତର, ଅଦା ଆଉ ମକା କରି ଇଟା ବନେଇଥିଲି। ଚୁଡ଼ା ଉପମା 2-3 ଦିନର ଭିଡ଼ିଓ ଇଟା ଯୋଡ଼ିକିରି ଛାଡ଼ିଛେଁ। ଛାଡ଼ି ନାଇଁ ପାରବା, ଭିଡ଼ିଓ ବନାବାକେ ବି ପାସରି ହେଇଯାଉଛେ। ଏଟା ଚୁଡ଼ା ଉପମା ବନେଇଥିଲି। ଖାଇଥିଲି ନ ପଛେ ମନେ ପଡ଼ଲା ବେଲେ ଟିକେ ଭିଡ଼ିଓ ବନେଇ ଦେସିଁ ବଏଲି। ଦିନେ ଦିନେ ଟାଇମ୍ ନା ହେବାର୍, 2 ବାପ ଝିଅ ସେଟା ସାଡ଼େ ଖାଉଛନ୍। ଦିନେ ଦିନେ ଟାଇମ୍ ନା ହେବାର୍ କେ ମନେ ନାଇଁ ପଡ଼ବା ବି ଆଉ ଭିଡ଼ିଓ ବନାବାକେ ବିଜି ରହିଗଲେ କାମରେ। ଆଉ ଆଜି ଇଟା କର୍ନ କେ ସିଝାମି ଇଟା ଉଟକେଇକି ରଖିଦେଇଛେଁ। ପ୍ଲିଜ୍ ଭିଡ଼ିଓ ଟିକେ ଭଲ୍ ଲାଗଲେ ଲାଇକ୍ କରବେ। ନୂଆ ଅଛନ୍ ବୋଲେ ଚ୍ୟାନେଲକେ ସବସ୍କ୍ରାଇବ କରବେ। ଆଉ ଆଗ୍କେ ବଢ଼ିଆ ବଢ଼ିଆ ଭିଡ଼ିଓ ଯେନ୍ ମାନେ ମୋର୍ ଚ୍ୟାନେଲକେ ସବସ୍କ୍ରାଇବ ନାଇଁ କରି ସବସ୍କ୍ରାଇବ କରବେ ବୋଲେ କାନ ଆଗ୍କେ ମୁଇଁ ଯେନ୍ ବରଘର ବିହାଘର ଭିଡ଼ିଓ ଛାଡ଼ମି ଦେଖବାକେ ପାଇବେ। ଆଉ ସବୁବେଲେ କାଣା ହେନ୍ତି ବାହାରୁଥିବା କାଁ। ଚ୍ୟାନେଲକେ ସବସ୍କ୍ରାଇବ କରିଥିବେ ବୋଲେ ସାଙ୍ଗେ ସାଙ୍ଗେ ନୋଟିଫିକେସନ୍ ପଲେଇଯିବା ଆପଣମାନଙ୍କର ନିକେ। ଆରାମସେ ଦେଖିପାରବେ ଯେତେବେଲେ ଚାହିଁଲେ ଥିବା ଆପଣଙ୍କର ମୋବାଇଲରେ।